ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଠାରେ ଦ ମୁଭମେଣ୍ଟ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଭାରତୀୟ ଖବରକାଗଜ ଦିବସ ପାଳିତ ହୋଇଛି। ଦ ମୁଭମେଣ୍ଟର ସଭାପତି ପ୍ରତିଭା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ସମାଜସେବୀ ଚକ୍ରଧର ମହାପାତ୍ର, ରାଜଧାନୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅଭିମନ୍ୟୁ ଭୂୟାଁ, ପ୍ରାକ୍ତନ ବ୍ୟାଙ୍କ ମ୍ୟାନେଜର କୈଳାସ ଚନ୍ଦ୍ର ସାହୁ, ଡକ୍ଟର କାର୍ତ୍ତିକ କୁମାର ଦାସ, ସ୍ତମ୍ଭକାର ଗୁରୁଚରଣ ଦାସ, ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ ଶିବସୁନ୍ଦର ମିଶ୍ର ପ୍ରମୁଖ ମଞ୍ଚସୀନ ଥିଲେ। ପ୍ରାରମ୍ଭରେ ଦ ମୁଭମେଣ୍ଟର ସମ୍ପାଦକ ସାମ୍ବାଦିକ ପ୍ରଦୀପ କୁମାର ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆୟୋଜିତ ଉତ୍ସବରେ ଆଲୋଚ୍ୟ ବିଷୟ ରହିଥିଲା ସ୍ୱଚ୍ଛ ଗଣମାଧ୍ୟମ ଓ ନିରପେକ୍ଷ ସାମ୍ବାଦିକତା। ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ ଖବରକାଗଜ ହେଉଛି ସମାଜର ଦର୍ପଣ। ଖବରକାଗଜକୁ ସକାଳୁ ସକାଳୁ ବିଭିନ୍ନ ବର୍ଗର ପାଠକ ପଢନ୍ତି ଦେଶ ବିଦେଶର ଖବର ଜାଣିବା ଉଦ୍ଦେଶ୍ୟରେ। ଏମିତି କିଛି ବ୍ୟକ୍ତିବିଶେଷ ଯେଉଁମାନେ ଖବରକାଗଜ ପଢିବା ସହିତ ତାକୁ ସାଇତି ରଖିବାରେ ରୁଚି ରଖନ୍ତି। ଏଥିପାଇଁ ସମୟ ସମୟ ସେମାନଙ୍କୁ ମିଳିଥାଏ ସମ୍ମାନ ଓ ପୁରସ୍କାର। 2000 ମସିହାରେ ଏକ ସଂଗୃହୀତ ତଥ୍ୟ ଅନୁଯାୟୀ ଔରଙ୍ଗାବାଦଠାରେ ଏକ ଖବରକାଗଜ ମ୍ୟୁଜିୟମ ଓ ରିସର୍ଚ୍ଚ ସେଣ୍ଟର ରହିଛି। ଏଥିରେ ପ୍ରାୟ 10,000ରୁ ଅଧିକ ବିଭିନ୍ନ ଭାଷାର ତଥା ବିଭିନ୍ନ ଦେଶ ବିଦେଶର ଖବରକାଗଜ ସଂଗ୍ରହ ହୋଇ ରହିଛି, ଯାହା 142ଟି ଦେଶର ହୋଇଥିବା ବେଳେ ଏହା 94ଟି ଭାଷାରେ ଅନ୍ତର୍ଭୁକ୍ତ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ବିଭିନ୍ନ ବର୍ଗର ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ଆୟୋଜିତ ଆଲୋଚନା ଚକ୍ରରେ ସାମ୍ବାଦିକ ବିକ୍ରମ କେଶରୀ ଆଚାର୍ଯ୍ୟ, ସମ୍ବାଦପତ୍ର ପାଠକ ଅଶୋକ କୁମାର ରାଢିୟ, ଅଧ୍ୟାପିକା ସୁଚିସ୍ମିତା ମହାନ୍ତି, ହେମାଙ୍ଗିନୀ ମହାନ୍ତି, ବରିଷ୍ଠ ନାଗରିକ ଅଶୋକ ମହାନ୍ତି, ଡକ୍ଟର ରାନୁ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସହ ସମ୍ପାଦକ ଅନନ୍ତ ପ୍ରସାଦ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ହେମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଦେଖନ୍ତୁ ଆଜି ହେଉଛି ଆମ ପାଇଁ ଏକ ପବିତ୍ର ଦିନ, ଯେଉଁ ଦିନଟି ଆମେ ପାଳନ କରୁଛେ ଜାତୀୟ ଖବରକାଗଜ ଦିବସ। ଏବଂ ଆଜିର ଦିବସରେ ନିଶ୍ଚିତ ଭାବରେ ଆମର ଆଲୋଚନା କରିବାର ସମୟ ଆସିଛି ଆମର ଗଣତନ୍ତ୍ର କେତେ ସୁସ୍ଥ ଏବଂ ଆମର ସାମ୍ବାଦିକତା କେତେ ନିରପେକ୍ଷ। ଏ ଆଲୋଚନା ଚକ୍ରରେ ନିଶ୍ଚିତ ଭାବରେ ଆମେ ଏତିକି କହିବୁ, ଦୀର୍ଘ 77 ବର୍ଷ ସ୍ୱାଧୀନତା ପରେ ବି ଆମର ଗଣତନ୍ତ୍ରର ସ୍ୱଚ୍ଛତା ଉପରେ ଏବେ ବି ପ୍ରଶ୍ନବାଚୀ ରହିଛି। କାରଣ ଯେଉଁମାନଙ୍କୁ ଆମେ ନିର୍ବାଚିତ କରି ପଠାଉଛୁ ସେମାନେ କେତେ ଦୂର ଆମର 144 କୋଟି ଲୋକଙ୍କ ପାଇଁ କେତେ ଦୂର ଶାସନ ବ୍ୟବସ୍ଥାର ସ୍ୱଚ୍ଛତା ଆଣିଛନ୍ତି। ଏବଂ ତା ସହିତ ଯେଉଁମାନେ ସାମ୍ବାଦିକ କ୍ଷେତ୍ରରେ ଯେଉଁମାନେ दिन राति परिश्रम करुँच दिन राति खबर आमको दबारे व्यस्तता रोचंती सेमाने केते निरपेक्षतार सहित दौरान ताहा आम आलोचना करूँ। निश्चित भाव में कौटि ना कौटि सांबादिक मानकर कंठरोध करने सरकारी स्तर में विभिन्न कॉर्पोरेट स्तर में बहु प्रकार प्रेसर करा जाउची। आमे आशा करूँ जदि जेतेबेले भारत वर्ष में 77 वर्ष स्वाधीनता पर जदि गणतंत्र एवं सांबादिकता ये दुईटी जाकू जदि स्वच्छता न करा जिवो निश्चित भाव में गणतंत्र केबे भी सफल होईची आमे कहबू नाही। आमे आशा करूँ 77 वर्ष पर आमर गणतंत्र को सुरक्षा करने आमर जनसाधारण मान भितर एक सचेतनता सृष्टि हो, आम लोक मैंने स्वाधीनतार स्वाद चाखिबा आमर जो मैंने बंधु मैंने अच्छा सांबादिक क्षेत्र में से सहयोग करूँ एवं आम गणतंत्र को सुस्थ गणतंत्र परिवर्तन करूँ। ताहले निश्चित भाव में एक सुस्थ गणतंत्र एवं निरपेक्ष सांबादिकता आम आशा करूँ। बिहार जो गणतंत्र अपव्यवहार तो कौन कह नहीं निश्चित भाव में बिहार रे जो भली भाव में गणतंत्र को हत्या करागला गोटाए दिगरे मुख्यमंत्री इस्तीफा एवं तार 2 घंटा पर फिर से ही मुख्यमंत्री आउ जनक सहायतार नौजंती शपथ ग्रहण करुँच मुख्यमंत्री भाव में। यह निश्चित भाव में कौटि ना कौटि सारा भारत वर्ष में सुस्थ गणतंत्र परंपरा को हत्या करा जाइछि बोली आमे कहबू। आमे एभली चित्र आगामी दिन में जो न आसे से भली लोक माने बा जनसाधारण बा जनता माने जो माने गणतंत्र मुख्य प्रहरी से माने निश्चित भाव में एक शिक्षा दियंतु राजनेता मानकू जहाँ फल एभली कार्यक्रम से आगामी दिन में भविष्य में शिक्षा पाइबे और निर्वृत्ति रहिबे।